ଦର୍ଶକ ବନ୍ଧୁ ପୁଣି ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ତ ଦର୍ଶକ ବନ୍ଧୁ ଓଡ଼ିଶା ସରକାର କହିଛନ୍ତି ଯେଉଁମାନେ ରେସନ କାର୍ଡରେ ଇ-KYC କରୁଛନ୍ତି ସେମାନଙ୍କୁ 5 କେଜି ଅପେକ୍ଷା 10 କେଜି ଚାଉଳ ମିଳିବ। ତ ଦର୍ଶକ ବନ୍ଧୁ ଆପଣମାନେ ଯଦି ଇ-KYC କରୁଛନ୍ତି ତାହେଲେ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଦିଆଯିବ 10 କେଜି ଚାଉଳ। ତ ଦର୍ଶକ ବନ୍ଧୁ ଆପଣଙ୍କ ଫ୍ୟାମିଲିରୁ ବି ଜଣେ ଯଦି ଇ-KYC କରିନାହାନ୍ତି ତାହେଲେ ମଧ୍ୟ ଚାଉଳ ମିଳିବ ନାହିଁ। ଯଦି ଆପଣମାନେ 10 କେଜି ଚାଉଳ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଇ-KYC ତୁରନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ, ନହେଲେ ଆପଣଙ୍କୁ ଚାଉଳ ମିଳିବ ନାହିଁ। ତ ଦର୍ଶକ ବନ୍ଧୁ ଯେଉଁ ରେସନ ହିତାଧିକାରୀମାନେ ଯଦି ଇ-KYC ଜମାରୁ କରିନାହାନ୍ତି ସେମାନଙ୍କୁ ମିଳିବ ନାହିଁ 10 କେଜି ଚାଉଳ। ରେସନ କାର୍ଡ ହିତାଧିକାରୀମାନେ ଯେଉଁମାନେ ରେସନ କାର୍ଡରେ ଇ-KYC କରିନାହାନ୍ତି ସେମାନେ ତୁରନ୍ତ ଇ-KYC କରନ୍ତୁ, ତାହେଲେ ଆପଣମାନଙ୍କୁ ଚାଉଳ 10 କେଜି ମିଳିବ, ନହେଲେ ଆପଣମାନେ ଚାଉଳ 10 କେଜି ପାଇପାରିବେ ନାହିଁ। ଦର୍ଶକ ବନ୍ଧୁ ପୁଣି ଥରେ ରିପିଟ୍ କରୁଛି, ଦର୍ଶକ ବନ୍ଧୁ ଓଡ଼ିଶା ସରକାର କହିଛନ୍ତି ଯେଉଁମାନେ ରେସନ କାର୍ଡରେ ଇ-KYC କରୁଛନ୍ତି ସେମାନଙ୍କୁ 5 କେଜି ଅପେକ୍ଷା 10 କେଜି ଚାଉଳ ମିଳିବ। ତ ଦର୍ଶକ ବନ୍ଧୁ ଆପଣମାନେ ଯଦି ଇ-KYC କରୁଛନ୍ତି ତାହେଲେ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଦିଆଯିବ 10 କେଜି ଚାଉଳ। ତ ଦର୍ଶକ ବନ୍ଧୁ ଆପଣଙ୍କ ଫ୍ୟାମିଲିରୁ ବି ଜଣେ ଯଦି ଇ-KYC କରିନାହାନ୍ତି ତାହେଲେ ମଧ୍ୟ ଚାଉଳ ମିଳିବ ନାହିଁ। ଯଦି ଆପଣମାନେ 10 କେଜି ଚାଉଳ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଇ-KYC ତୁରନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ, ନହେଲେ ଆପଣଙ୍କୁ ଚାଉଳ ମିଳିବ ନାହିଁ। ତ ଦର୍ଶକ ବନ୍ଧୁ ଯେଉଁ ରେସନ ହିତାଧିକାରୀମାନେ ଯଦି ଇ-KYC ଜମାରୁ କରିନାହାନ୍ତି ସେମାନଙ୍କୁ ମିଳିବ ନାହିଁ 10 କେଜି ଚାଉଳ। ରେସନ କାର୍ଡ ହିତାଧିକାରୀମାନେ ଯେଉଁମାନେ ରେସନ କାର୍ଡରେ ଇ-KYC କରିନାହାନ୍ତି ସେମାନେ ତୁରନ୍ତ ଇ-KYC କରନ୍ତୁ, ତାହେଲେ ଆପଣମାନଙ୍କୁ ଚାଉଳ 10 କେଜି ମିଳିବ, ନହେଲେ ଆପଣମାନେ ଚାଉଳ 10 କେଜି ପାଇପାରିବେ ନାହିଁ। ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲ ଯଦି ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ, ଏମିତି ନୂଆ ଅପଡେଟ୍ ଭିଡ଼ିଓ ଆପଣମାନଙ୍କୁ ସର୍ବପ୍ରଥମେ ଦେଖିପାରିବେ।